ମାଉସୀ ଆଜ୍ଞା ମାଉସୀ ଆପଣଙ୍କ ପିଲା ଅଛନ୍ତି କି ଏଇ ଯୋଉ ଏଠି ଅଛନ୍ତି କେତେ ଜଣ ପିଲା? ନାଇଁ ଦି ଜଣ ଅଛନ୍ତି। ଦି ଜଣ ଅଛନ୍ତି। ସେ କଣ ପ୍ରକୃତରେ ଆକ୍ଚୁଆଲି ସେମାନେ ଯୋଉ ସେଟା ପରୀକ୍ଷା ଆମେ ତ କିଛି ଜାଣିନଥିଲୁ ସେ ବିଷୟରେ ଆଉ ଏଇ ତ ସେ ପଛରେ ସବୁ ଶୁଣିଲୁ ଏ ବିଷୟରେ କିଛି ଆମେ ଜାଣିନଥିଲୁ। ପୁଅ ନା ଝିଅ ଅଛନ୍ତି? ସେ ପୁତୁରା ପୁଅ ମିଛଟାରେ ଏମିତି କଲେ ନା ସତରେ କହିଛି? ମିଛଟାରେ ନୁହେଁ ଆଉ ସତରେ କି ଆଉ ଆମେ ତ ଜାଣିନଥିଲୁ ଏକଥା ଆଉ ଆମେ କେମିତି ସତ ମିଛ କଣ ଆଉ ପରେ ତ ଆମେ ଜାଣିଲୁ ଯେ ଏସବୁ ଆମ ପିଲାମାନେ ଏଠି ଅଛନ୍ତି ବୋଲି ଆଉ କେତେ ଦିନ ପରେ ଜାଣିଲେ? ସୋମ ମଙ୍ଗଳ ବୁଧ ଗୁରୁବାର ଜାଣିଲୁ ସୋମବାର ଦିନ ହେଇଛି ଆମେ ଗୁରୁବାର ଦିନ ଜାଣିଲୁ ଆମେ 2 ଦିନ ପରେ ଜାଣିଲେ? 3-4 ଦିନ ହେଲାଣି ତ ସୋମ ମଙ୍ଗଳ ବୁଧ ଗୁରୁ ତାର 3-4 ଦିନ ହେଲାଣି। ନାଇଁ ନାଇଁ ଟଙ୍କା ପଇସା କିଏ ଦବ ଆମେ ତ ଜାଣିନଥିଲୁ ଏବେ ସେ ଟଙ୍କା କଣ ପଇସା କଣ ଏ ପୁଅ ପୁତୁରା ଅଛନ୍ତି। ହଁ ତାଙ୍କର ମାନସିକ ଗୋଟେ ଇଏ ହେଲା ଆଉ ଚାପ ପଡିଲା ତାଙ୍କ ଉପରେ ଆଉ ସେଇଥିପାଇଁ ଟିକେ ଆମେ ବେଶୀ ବାପା ମୁଁ ଆଉ କିଛି ଅଧିକ କହିପାରିବିନି। କଥା ହେଇଛନ୍ତି କି ଆ ଭିତରେ କାହା ସାଙ୍ଗରେ କାହା ସାଙ୍ଗରେ ପିଲାଙ୍କ ସହିତ? ଦେଖା କରିଥିଲୁ ଆଉ ଆଜି ବି ଟିକେ ଦେଖା କଲୁ ଆଉ କଣ ବାହାରେ ବୋଲି ତ କହିଲେଣି ଆଉ ଏତେ ସମୟ ହେଲାଣି ଆଉ ମୁଁ ତ ଧୈର୍ଯ୍ୟ ନାହିଁ ଠିଆ ହେବାକୁ ପଡିବି ଯୋଉଠିକି କେତେ ଆଉ ସମୟ ହେଲାଣି ଆସିକି ଅପେକ୍ଷା କରୁଛନ୍ତି? ଆମେ ଆସିଲୁଣି 11ଟା ବେଳେ ପହଞ୍ଚିଲୁଣି 11ଟାରୁ ଆସିକି 8ଟା ବାଜିଲାଣି ଛାଡ଼ିନାହାନ୍ତି? ନା ମୁଁ କିଛି ସବୁ ସେ ଜାଣିନି ଜାଣିନି ମୁଁ କହିପାରିବିନି। ଆଚ୍ଛା ମା ପିଲାଙ୍କ ସହିତ ଯେତେବେଳେ କଥା ହେଉଥିଲେ ପିଲା କିଛି କହୁଥିଲେ ଏଇ ଯୋଉ ପଇସା କଥା କି କଣ? ନାଇଁ ନାଇଁ ପିଲା ପଇସା କୋଉଠୁ ଆଣିବେ ପିଲା ତ କେହି ପାଠ ପଢୁଛନ୍ତି କରୁଛନ୍ତି ପିଲା ପଇସା କୋଉଠୁ ଆଣିବେ ଆଉ ପିଲା ଯୋଉ ପରୀକ୍ଷା ଦେବାକୁ ଯାଇଥିଲେ ନା କୁଆଡେ ଯାଇଥିଲେ ସେତେବେଳେ? ପିଲା ତ ଏଇ ଯୋଉ କଣ ପୂଜା ଛୁଟିରେ ବୁଲିବାକୁ ଯିବା ପାଇଁ ବୋଲି କହୁଥିଲେ ଆଉ ଆମେ ଏତେ କଥା ଜାଣିନଥିଲୁ ବୁଲା ବୁଲିବାକୁ ଯିବେ ବୋଲି କହୁଥିଲେ ପିଲା ତ ପିଲାଙ୍କ ପାଖରେ କଣ ଅଛି? ଆଚ୍ଛା ସେ ଯାହା ବି ହଉ ଯଦି ସରକାର କହେ କିମ୍ବା କିଛି ବି ପୋଲିସ କହିଲେ ପଇସା ଦେଇକି ଯାଇଛନ୍ତି ପଇସା ନବା ଲୋକ ଯେତିକି ଦୋଷୀ ପଇସା ଦବା ଲୋକ ସେତିକି ଦୋଷୀ। ଦେଇଛନ୍ତି କିଏ ଦୋଷୀ ହବ? କିଏ ସିନା ଦେଇଥିଲେ ସେ ଦୋଷୀ ହବ ଆଉ ଯିଏ ଟଙ୍କାଟେ ଦେଇନି କି କରିନି ପଇସା ପଇସା ଜାଣିନି କୋଉଠି ଯାଉଛନ୍ତି ସେ ତାଙ୍କର କହୁଛନ୍ତି ଆମେ ବୁଲିବାକୁ ଯାଇଥିଲୁ ଆମେ ଆଉ କୋଉଠି ସେ ଆଉ କୋଉ ଯାଉଥିଲେ ପଇସା କାହାକୁ ଦେବେ ଆମେ କହିବୁ ହଁ ଦେଲେ କି ନେଲେ କି କିଏ ନେଲା କି କିଏ ପଇସା ଦେଲା ଓ ବାପ ରଖନ୍ତୁ ବାପା କହିପାରିବିନି ମତେ ମୁଣ୍ଡ ବୁଲଉଛି। ଛୁଟିରେ ଯାଇଥିଲେ ଆପଣଙ୍କ ଛୁଟିରେ ଯାଉଛି ବୋଲି ବୁଲିବାକୁ ଯାଉଛି ବୋଲି କହିକି ଯାଇଥିଲେ ନା କଣ କହିକି? ହଁ ବୁଲିବାକୁ ତାପରେ ଯେତେବେଳେ ବୁଲିବାକୁ ଯାଉଥିବା ପିଲା ଏମିତି କେମିତି ଧରା ପଡିଲେ ଯାଇ କୋଉଠି? ସେତେ କଥା ମୁଁ ଡିଟେଲ କହିପାରିବିନି। ସେ କଥା ବି ମୁଁ ଜାଣିନାହିଁ ପିଲାମାନଙ୍କୁ କିଏ ଫସିବ କାହିଁକି ପିଲାମାନଙ୍କୁ 10 ଲକ୍ଷ ତାଙ୍କ କିଏ ତା ମୁଣ୍ଡ ଶୁଣନ୍ତୁ ଆପଣ ଗୋଟେ କଥା କୁହନ୍ତୁ ମା ହିସାବରେ ସରକାର ପାଖରେ କଣ କହିବାକୁ ଚାହିଁବେ ମାନେ ସରକାର ପାଖରେ କହିବେ ପିଲାମାନଙ୍କର ଦୋଷ କଣ ସେମାନେ ଯୋଉ ଦଣ୍ଡ ପାଇଲେ ଏତିକି ଦିନ ଆଜି ତାଙ୍କର ଭବିଷ୍ୟତ କଣ ହବ ଏଇଥିପାଇଁ ପିଲାମାନେ ଆଗାମୀ ପରୀକ୍ଷା ଦେଇପାରିବେନି ଯଦି কোনো କୋର୍ଟର ରାୟ ଆସିନି ଆଉ କଣ କହିବାକୁ ଏବେ ସେଟା ମୁଁ ଆଉ କିଛି ଜାଣିନି ଅଧିକ ଆଉ କହିବାକୁ ଚାହିଁବେ ପିଲାମାନଙ୍କୁ ଆଗାମୀ ପରୀକ୍ଷାରେ ବସନ୍ତୁ ଦବାକୁ ସୁଯୋଗ ତାଙ୍କର ଭୁଲ କଣ ସେ ଆଗେ କାହିଁକି ବସି ପାରିବେନି ପିଲାମାନେ କାହିଁକି ବସି ପାରିବେନି? ସରକାରକୁ କଣ କହିବାକୁ ଚାହିଁବେ? ସରକାରଙ୍କୁ କହିବାକୁ ଚାହୁଁଛି ପିଲାମାନଙ୍କର କଣ ତାଙ୍କର ଦୋଷ ତ୍ରୁଟି କଣ ଅଛି ଯେମିତି ଦଣ୍ଡ ଭୋଗିଲେଣି ପୁଣି କାହିଁକି ପରୀକ୍ଷା ଦେଇପାରିବେନି କାହିଁକି ବସି ପାରିବେନି କାହିଁକି ତାଙ୍କର ଭବିଷ୍ୟତ କାହିଁକି ନଷ୍ଟ ହବ? ସେ କାହାର କଣ କରୁଛନ୍ତି ପିଲାମାନେ ନିରୀହ ପିଲାମାନେ ହଉ ବାପ ଥାଉ ରଖନ୍ତୁ। ଗୋଟେ କଥା ପ୍ରକୃତରେ ଆପଣଙ୍କ ପୁଅ ହଉ ଯିଏ ବି ହଉ ସବୁ ସବୁ ମୋ ପୁଅ ଝିଅ ଭଳିଆ ସେମାନେ 14 ଜଣ ହଁ 114 ଜଣ କହୁନାହାନ୍ତି ସେ କଣ କୋଉଠି କୋଉ ସିଏ ପୂଜା ଛୁଟ କିଏ କୋଉଠି ବୁଲାବୁଲି କରତେ ଯାଉଥିଲେ କଣ କରୁଥିଲେ ସେ କଥା ଛୁଆ ମାନେ ଜାଣିଛନ୍ତି ସେ ତାଙ୍କ ପାଖରେ ତ ଏତେ ସବୁ ନିଆଗଲା ସବୁ ବୋଲି ଆମେ ଶୁଣୁଛୁ ଆମେ ଏତେ ଦେଖିନୁ ଶୁଣୁଛୁ ତାଙ୍କ ମୋବାଇଲ ତ ସବୁ ଚେକ୍ କରାହେଲା ଏ ହେଲା କି ତ ସବୁ ଶୁଣୁଛୁ ଆମେ ଆଉ କଣ ତାଙ୍କର ଭୁଲ ରହିଲା ଅଧିକା? ଦେଖା କରୁଥିଲେ ସେଥିରେ ପୁଅ କହୁଥିଲେ କି ଆମେ କେବଳ ବୁଲିବାକୁ ଯାଇଥିଲୁ କି ଆମେ ନାଇଁ ଆମକୁ ମିଛରେ ପଠେଇଛନ୍ତି କଣ ଏମିତି କିଛି କହୁଥିଲେ? ଏତେ କଥା ମୁଁ ଆଉ ଛୁଆଙ୍କୁ ତ ଦେଖିକି ଆମେ କାନ୍ଦା କଟା କଲୁ ଆଉ ମୁଁ ଏତେ କଥା କୋଉଠୁ ଆସିଛନ୍ତି ଆପଣ? ବାଲେଶ୍ୱର ଏତେ ବାଟରୁ? ବାଲେଶ୍ୱରରୁ ଏତେ ବାଟରୁ ଆସିଛନ୍ତି ଆପଣ? ଆସିଛି ତ ପିଲାମାନଙ୍କ ସହିତ